ଏବଂ ଆଜି ଆଚାର୍ଯ୍ୟ ଆଜିର ଶାନ୍ତ ସତ୍ସଙ୍ଗରେ ଯେଉଁ ବୁଢ଼ା ମହୋଦୟ ଉପସ୍ଥିତ ଋଷି ଦେବତା ନିଜ କର୍ମୀ ମଣ୍ଡଳୀ ଗୁରୁ ଭ୍ରାତା ମଣ୍ଡଳୀ ସ୍ନେହମୟୀ ମାତୃମଣ୍ଡଳୀ ଛୋଟ ଛୋଟ ପିଲାଏ ସମସ୍ତଙ୍କୁ ମୋର ଆନ୍ତରିକ ରାହାପୂର୍ଣ୍ଣ ଜୟଗୁରୁ ନମସ୍କାର। ଆଜିର ଏହି ସତ୍ସଙ୍ଗଟି ସାପ୍ତାହିକ ସତ୍ସଙ୍ଗଟି ଆମର ଚାରି ପରିବାର ନେଇଛନ୍ତି ଶ୍ରୀକୃଷ୍ଣ ନାଗ ଭାଇ ଏବଂ ଜଗବନ୍ଧୁ ବେହେରା ଭାଇ ଏବଂ ଝରଣା ମହାନ୍ତି ଭାଇ ମା ଏବଂ ଜାନି ମା ସମସ୍ତଙ୍କର ଶାରୀରିକ ମଙ୍ଗଳ ପାଇଁ ମୁଁ ପରମପିତାଙ୍କ ନିକଟରେ ପ୍ରାର୍ଥନା କରେ ଏବଂ ଉପସ୍ଥିତ ସମସ୍ତଙ୍କର ଉତ୍ତରୋତ୍ତର ଉନ୍ନତି ପାଇଁ ଭଗବାନଙ୍କ ଗୀତାରେ ଗୋଟେ କଥା ଅଛି, ଅବଜାନନ୍ତି ମାନ ବୁଢ଼ା ମାନୁଷୀ ତନୁମାଶ୍ରିତ ପରମ ଭାବ ମଜାନତେ ମମଭୂତ ମହେଶ୍ୱର। ମାନେ କୃଷ୍ଣ କହୁଛନ୍ତି ଏ ବୁଢ଼ା ମଣିଷ ମାନେ ମୋର ପରମ ମହେଶ୍ୱର ଭାବଟାକୁ ଜାଣନ୍ତି। ବର୍ତ୍ତମାନ ଠାକୁର ଏ ସମୟରେ ଆସିକିରି ବି ଏତେ ସତ୍ସଙ୍ଗ ହେଉଛି, ଏତେ ଚାରିଆଡ଼େ ଧାରା ଚାଲିଛି, ଲୋକ ଦୀକ୍ଷା ନେଉଛନ୍ତି ପୁଣି ତାକୁ ଛାଡ଼ି ଦେଉଛନ୍ତି, କିନ୍ତୁ ସେ ଜିନିଷଟାକୁ ସେମାନେ ଗ୍ରହଣ କରିପାରୁ ଠାକୁରଙ୍କୁ ବୁଝିପାରୁନା। ଅବଜାନାତି ମାନ ବୁଢ଼ା ମାନୁଷୀ ତନୁମାଶ୍ରିତ ପରମ ଭାବ ମଜାନତେ ମମ ଭୂତ ମହେଶ୍ୱର। ମୋ ଭିତରେ ଯେଉଁ ମହେଶ୍ୱର ଭାବ ଅଛି ତାକୁ ସାଧାରଣ ଲୋକ ଜାଣିପାରନ୍ତି। ସେଇ ଜାଗାରେ ପୁଣି ଗୋଟେ ଜାଗାରେ ଗୀତାରେ କହିଲେ ସର୍ବଧର୍ମାନ ପରିତ୍ୟଜ୍ୟ ମାମେକଂ ଶରଣଂ ବ୍ରଜ ଅହଂ ତ୍ୱାଂ ସର୍ବପାପେଭ୍ୟ ମୋକ୍ଷୟିଷ୍ୟାମି ମା ଭୂତ। ତେଣୁ ସବୁଯାକ ଧର୍ମ ତୁ ତ୍ୟାଗ କରିକି ତୁ ମୋର ଶରଣାପନ୍ନ ହ, ମୁଁ ତୋତେ ମୋକ୍ଷ ପ୍ରଦାନ କରିବି। ତେଣୁ ଠାକୁର ବି ସେଇ ଜିନିଷଟା ଆସି କହିଲେ ସଦ୍ଗୁରୁ ସତନାମ ସତ୍ସଙ୍ଗ ତିନିଟା ଜିନିଷ। ପ୍ରଥମେ ସଦ୍ଗୁରୁକୁ ଗ୍ରହଣ କର, ଯେଉଁ ସତନାମ ଦିଆହେଇଛି ତାକୁ ଜପ କର ଏବଂ ଯେଉଁଠି ସତ୍ସଙ୍ଗ ହେଉଛି ତାକୁ ଆଟେଣ୍ଡ କର, ତାହେଲେ ତୁମର ଉନ୍ନତି ପାଇଁ ତୁମକୁ ଭାବିବାକୁ ହେବନି। ଏଇ ଯେଉଁ ଟାଇପ୍ର ଠାକୁରଙ୍କର ଯେଉଁ ଦିଆଯାଇଛି ସମସ୍ତଙ୍କୁ ଆଶ୍ୱାସନା, ଏମିତି କେତେଟା କେଉଁ ଧର୍ମରେ ଅଛି ମୋତେ କହିଲି? କିଏ କହିଛି ଯେ ଠିକ୍ ଅଛି ତୁମ ଯାହା ଉନ୍ନତି ଭଲ ମନ୍ଦ ହେବ ମୁଁ ବୁଝିବି। 22 ବର୍ଷ ବୟସରେ ଯେଉଁ ସତ୍ୟାଂଶ ଲେଖା ହେଲା ତା ଦେହରେ କଥାଟିକୁ ଠାକୁର କହିଲେ, ତାହେଲେ ଆମେ ଠାକୁରଙ୍କୁ ଧରୁଛେ ପୁଣି ତା ଦେହରେ କ'ଣ କରୁଛେ ନା ଆମେ ପୁଣି ଡାଇଭର୍ଟ ହେଇଗଲୁ। କାହିଁକି? ଧରିବା ମାନେ ଷ୍ଟ୍ରଙ୍ଗଲି ଧରିବା। ଯେତେ ବିପଦ ଆସୁ, ଯେତେ ଯାହା ଯେତେ ଅସୁବିଧା ପଡ଼ୁ ଆମେ ଛାଡ଼ିଦେଲେ କ'ଣ ଆମର ସବୁ ସୁବିଧା ହେଇଯିବ? ସେଇଠି ସତ୍ୟାଂଶର କଥା। ଅନ୍ଧ ହେବା ଦୁର୍ଭାଗ୍ୟ, ଅନ୍ଧ ହେବା ଦୁର୍ଭାଗ୍ୟ ସତ, ଆହୁରି ଦୁର୍ଭାଗ୍ୟ ଯେ ଯଷ୍ଟିଚ୍ୟୁତ। କାରଣ ଯଷ୍ଟି ହିଁ ଅନେକାଂଶରେ ଚକ୍ଷୁର କାର୍ଯ୍ୟ କରେ। ସ୍କୁଲକୁ ଗଲେ ହିଁ ତାକୁ ଛାତ୍ର କୁହାଯାଏ, ଆଉ ମନ୍ତ୍ର ନେଲେ ହିଁ ତାକୁ ଶିଷ୍ୟ କୁହାଯାଏ। ଯେଉଁ ଶିଷ୍ୟ ପ୍ରାଣପଣେ ଗୁରୁଙ୍କ ଆଦେଶ ପାଳନ କରିଛି ସେ କଦାପି ଜୀବନରେ ବିଫଳ ହୋଇନାହିଁ। ତେଣୁ ଅନ୍ଧ ଆମେ ସମସ୍ତେ ଦୀକ୍ଷାର ଯେଉଁ ଦୃଷ୍ଟିଟା ପାଇବେ ତାକୁ ଯଦି ଆମେ ପ୍ରପରଲି ନ କରିବା, ତାମାନେ ସେଇଟା ଯଦି ଆମେ ପକେଇଦେଲୁ ପୁଣି ଛାଡ଼ିଦେଲୁ, ତାପରେ ଆହୁରି ଆମେ ଦୁର୍ଭାଗ୍ୟ। ଆମର ଆହୁରି କିଛି ଭୋଗିବାର ଥିଲା, ଯେଉଁଟା ଠାକୁରଙ୍କୁ ଧରିଲେ କମି ଯାଇଥାନ୍ତା, ସେଇଟାକୁ ଆମେ ଠାକୁରଙ୍କୁ ଧରିବୁ ଛାଡ଼ୁ। ଗୋଟେ ସତ୍ସଙ୍ଗରେ ଏବେ ଆଲୋଚନା ହେଉଥିଲା ପୋଷାକ ମୁଣ୍ଡା, ଗୋଟେ ଭଲ କଥା ମନେ ପଡ଼ୁଛି। ଗୋଟେ ଭାଇଟିଏ ଗଲା ସତ୍ସଙ୍ଗ ଶୁଣିଲା, ଦୀକ୍ଷାଟିଏ ନେଲା, ଦୀକ୍ଷାଟି ନେଇକି ଯେତେବେଳେ ତା ଘରକୁ ସେ ଯାଇଛି, ରୀତି ଦେବତା ଦୀକ୍ଷା ଦେଲା ପରେ ସେ ଯାଇ ପହଞ୍ଚିଲା ବେଳେ କ'ଣ ହେଇଛି ନା ତା ଘର ଗୋଡ଼ ଧୋଇକି ଯିବ, ତା ଘର ପାଖରେ ଗାଡ଼ି ଆଣେ ଶିଉଳିରେ ଗୋଡ଼ ଖସିଗଲେ ଗୋଟା ଫଟକି ବାନ୍ଧିବ। ଘର ଲୋକଙ୍କୁ ଡାକିଲା, ଘର ଲୋକ ଆସି ଦୀକ୍ଷା ପତ୍ର ଥିଲା ଗାମୁଛାରେ ମୋଡ଼ା ହେଇଥିଲା ତାକୁ ନେଲେ, କହିଲେ କ'ଣ ତୁ ତତେ କିଏ କହିଲା? ହେ ଠାକୁରଙ୍କ ଦୀକ୍ଷା ମାଳି ଲୋକ, ଅମକ ଲୋକ, ହଜାର କମେଣ୍ଟ କହିଲେ ପରିବାର ଲୋକ। ତାପରେ କ'ଣ ହେଇଛି? ହଉ ସମସ୍ତେ ବିରକ୍ତ ହେଲେଣି, ଯାହା ହେଲେଣି, ଭାଇଟି ରହିଲା। ଭାଇ କ'ଣ କରିଛି ନା ଲୁଙ୍ଗି ପିନ୍ଧିକି ତାକୁ ଘରେ ପରିଶ୍ରମ ଆଣିଛି। ତାପରେ କିଛି ଦିନ ବନ୍ଦ ହେଇଛି, 15 ଦିନ କି 8 ଦିନ କି 18 ଦିନ। ସେ ଗଲାବେଳକୁ ତା ଗୋଡ଼ ପ୍ଲାଷ୍ଟର ହେଇଛି, ତାକୁ ବାଡ଼ି ଦେହରେ ଗୋଟେ ସାପ ଦଂଶନ କଲା ଏବଂ ସାପର ବିଷ ଗୁଡ଼ାକ ସେ ପ୍ଲାଷ୍ଟର ଉପରେ ପଡ଼ିଲା, କିନ୍ତୁ ଲୋକଙ୍କୁ କାମୁଡ଼ିନି। ତାପରେ ଯେତେବେଳେ ସେ ଘରକୁ ଫେରିଛି ସେତେବେଳେ ସେ ଦେଖିଲା ଯେ ଏଇଆ ହେଇଛି। ତାର ଜାତକ ଦେଖିଲା ବେଳକୁ ସେ ଜାତକରେ ଲେଖାଇଛି ଏ ଲୋକ ସର୍ପ ଦଂଶନରେ ମୃତ୍ୟୁ ହେଇଯାଇଛି। ଦେଖନ୍ତୁ ମଙ୍ଗଳମୟକୁ ଧରିଲା ବେଲି ତା ଭିତରେ ଗୋଡ଼ ଭାଙ୍ଗିଲା, ଗୋଡ଼ ଭାଙ୍ଗିକି ପ୍ଲାଷ୍ଟରଟା ହେଲା ଏବଂ ପ୍ଲାଷ୍ଟର ଉପରେ ବିଷ ପଡ଼ିଲା, ଲୋକ କିନ୍ତୁ ବସିଲା। ଯଦି ସେ ଠାକୁରଙ୍କ ଦୀକ୍ଷା ନ ନେଇଥାନ୍ତା, ଗୋଡ଼ ତାର ଯଦି ନ ଭାଙ୍ଗିଥାନ୍ତା, ସେ ତ ମରିଯାଇଥାନ୍ତା ସେ ଲୋକ। ତେଣୁ ଯେତେବେଳେ ଯେଉଁ ଅବସ୍ଥାରେ ଯାହାଟା ହେଉଛି ଆମମାନଙ୍କର ଦୀକ୍ଷା ନେଇକି ଆମେ କହିବା ଆମର ଏଇଟା ପରମ ପିତାଙ୍କ ଇଚ୍ଛା, ପରମ ପିତାଙ୍କ ଇଚ୍ଛା ହିଁ ମଙ୍ଗଳ। ଆମର କିଛି ବଡ଼ ଆକାରରେ ହେବାର ଥିଲା, ଏ ଛୋଟ ଆକାରରେ ହେଲା। ତେଣୁ ଏଇ ଯେଉଁ ଟାଇପ୍ର ମନୋଭାବ ନେଇକି ଆମକୁ ଚାଲିବାକୁ ପଡ଼ିବ ଏବଂ ଠାକୁରଙ୍କୁ ଧରିଥିଲେ ବି ଷ୍ଟ୍ରଙ୍ଗ ହେବାକୁ ପଡ଼ିବ। ଏତେ ଦୁର୍ବଳରେ ଚଳିବନି। ଦୁର୍ବଳତାରୁ ହିଁ ସବଳତାକୁ ଆସିବା ପାଇଁ ଆମେ ଠାକୁରଙ୍କୁ ଧରିଛୁ। ଏତିକି ଆମର ବକ୍ତବ୍ୟ ଶେଷ କରୁଛୁ।